ଆଜି ସାଙ୍ଗମାନେ ସୁନୟନା ବେହୋସ ହୋଇ ଅଜାଣତରେ ବିବେକ ବାବୁଙ୍କୁ କହିଦେଲେ କି ବୁଲବୁଲ ଦେବୀ ହିଁ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ଏହା ଶୁଣି ବୁଲବୁଲ ଦେବୀକି ବିବେକ ବାବୁ ପୁରା କଡ଼ା ଦଣ୍ଡ ଦେଇଛନ୍ତି। ଆଜି ଯେତେବେଳେ ବିବେକ ବାବୁ ନିଜ ଦେହରେ ଚାବୁକ ବର୍ଷା କରିଚାଲିଥିଲେ ସେହି ସମୟରେ ବିବେକ ବାବୁ କହୁଛନ୍ତି ଯେ ଯେପର୍ଯ୍ୟନ୍ତ ତୁମେ ସତ ନ କହିଛ ମୁଁ ଏମିତି ନିଜକୁ ମାରି ଚାଲିବି। ତାପରେ ସୁନୟନା କହୁଛନ୍ତି ସେ ଯାଦୁଘର ଯାହା ସବୁ ବି କହିଲା ସବୁ ଠିକ୍ କଥା, ଆଉ ଏହା କେବଳ ଗୋଟିଏ ଜିନିଷ ପାଇଁ ହେଇଛି ଯାହାକି ମମ୍ମି ବବଲୁକୁ ଏଇ ଘରକୁ ଫେରାଇ ଆଣିବା ପାଇଁ କି ଏସବୁ ଜିନିଷ ସବୁ କରିଛନ୍ତି। ଏହା ଶୁଣି ସାଙ୍ଗେ ସାଙ୍ଗେ ବିବେକ ବାବୁ ଚାବୁକ ଫୋପାଡ଼ିବା ସମୟରେ ଚାବୁକରୁ ଗୋଟେ କାଗଜ ତଳେ ପଡ଼ିଯାଉଛି। ଆଉ ସେୟାକୁ ଦେଖିକି ସୁନୟନା ଜାଣୁଛନ୍ତି ଏଇଟା ହେଉଛି ସୁଗନ୍ଧାଙ୍କର ବେଲ୍ ପେପରର ଗୋଟେ ଅଂଶ। ସେ ଉଠେଇବାକୁ ଯେତେବେଳେ ଚେଷ୍ଟା କରୁଛନ୍ତି ବିବେକ ତାଙ୍କ ମୁହଁକୁ ଅନଉଛନ୍ତି। ସୁନୟନା ଯେତେବେଳେ ଆଣିବାକୁ ଚେଷ୍ଟା କରିଛନ୍ତି ଉଠେଇବା ପାଇଁ କି ତ ବିବେକ ବାବୁ ସେ ପେପରଟାକୁ ଉଠେଇକି ହାତକୁ ନେଇ ଆସିଛନ୍ତି। ଆଉ ହାତକୁ ନେଇ ଆସି ସାରିଲା ପରେ ଭାନୁବାବୁ କହୁଛନ୍ତି ସୁଗନ୍ଧା ତୁ କେମିତି ଆସିଲୁ ଜେଲରୁ ଛୁଟିକି। ତାପରେ ବୁଲବୁଲ ଦେବୀ କହିଛନ୍ତି ସେହି ସମୟରେ କହିଥିଲେ ଯେ ଯେଉଁ କଏଦୀମାନେ ଯେଉଁ ଅପରାଧୀମାନେ ସୁଧୁରି ଯାଆନ୍ତି ତାକୁ ପୋଲିସମାନେ ହୃଦୟ ମଧ୍ୟରୁ କ୍ଷମା କରିକି ତା ଦଣ୍ଡ ମାଫ କରିଦିଅନ୍ତି। ଆଉ ଏହାପରେ ଯେତେବେଳେ ଚୌଧୁରୀ ବାବୁଙ୍କ ଘରେ ବୁଲବୁଲଙ୍କ ନାଁ ଆସୁଛି ସେଥିରେ ବୁଲବୁଲ ଦେବୀ ଚୌଧୁରୀଙ୍କର, ତ ଏହା ଶୁଣି ଆଉ ସୁନୟନା ମୁହଁ ଚୁପ୍ କରୁଛନ୍ତି। କିନ୍ତୁ ବିବେକ ତ ଜାଣି ଦେଉଛନ୍ତି ଏଥିରେ ବୁଲବୁଲ ଚୌଧୁରୀ ଲେଖା ହେଇଛି। ତ ସେ ପେପରକୁ ଦେଖିକି କହୁଛନ୍ତି ମମ୍ମି ତମେ ସୁଗନ୍ଧାକୁ ବେଲ୍ କରିଥିଲ। ତାପରେ ପେପରକୁ ଦେଖାଉଛନ୍ତି ଆଉ କହୁଛନ୍ତି କରିଥିଲ ନା ନାଇଁ ସତ କୁହ। ତାପରେ ଏହା ଶୁଣି ବୁଲବୁଲ ଦେବୀଙ୍କ ଉପରେ ଯେତେବେଳେ ପ୍ରେସର ଆସୁଛି ବିବେକ ବାବୁ ଆହୁରି ରାଗିକି କହୁଛନ୍ତି ଶୀଘ୍ର କୁହ। ବୁଲବୁଲ ଦେବୀ ଯେତେବେଳେ ତାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି ବିବେକ ପରେ ରାଗିକି କହୁଛନ୍ତି ଛାଡ଼ ମମ୍ମି କହିକି କହୁଛନ୍ତି ବିବେକ ବାବୁ। ପୁଣି ବିବେକ ରାଗି ଯାଇ କହୁଛନ୍ତି ତମେ ସତ କଥା କୁହ ସୁଗନ୍ଧାର ବେଲ୍ ତମେ କରିଥିଲ ନା ନାଇଁ ପୁରା ସତ କୁହ। ତାପରେ ବୁଲବୁଲ ଦେବୀ କହୁଛନ୍ତି ପୁଅ ସେମିତି କହନି। ତାପରେ ବିବେକ ବାବୁ ରାଗିକି କହୁଛନ୍ତି ଆସ ମମ୍ମି ସତ କଥା କୁହ ସେ ଯାଦୁଇ ବ୍ରେସଲେଟଟା ତମେ ହିଁ ପିନ୍ଧେଇଥିଲ ନା ସୁନୟନାକୁ, ସତ କୁହ ଏଠି ମିଛର ଗୁଞ୍ଜାଇଶ ନାହିଁ। ତାପରେ ବୁଲବୁଲ ଦେବୀ କହୁଛନ୍ତି ନା ପୁଅ ସେମିତି କିଛି ନାହିଁ। ତାପରେ ବିବେକ କହୁଛନ୍ତି ସୁନୟନାକୁ ମନ୍ଦିର ପଠାଇବା ଗୋଟେ ବାହାନା ଥିଲା ହଁ କି ନା, ଆଉ ଯେତେବେଳେ ତା ଫୋନରୁ ସୁନୟନା ଫୋନରୁ ତମେ ମୋତେ ମେସେଜ କରିଥିଲ ତାହା ସତ କି ନାହିଁ ହଁ କି ନାହିଁ ସତ କୁହ। ଯେତେବେଳେ କଲ୍ କରୁଥିଲି ସେ ଫୋନ୍ ବବଲୁ ପାଖରେ ଥିଲା ଆଉ ତା ଏ ଫୋନ୍କୁ ତମେ ନେଇକି ତମେ ମୋତେ ରିପ୍ଲାଏ ଦେଉଥିଲ ତା ହଁ କି ନା, ଆଉ ଧୂଳି ଦେଉଥିବା ଲୋକ ଆଉ କେହି ନୁହେଁ ତମେ ହିଁ ଥିଲ। ସୁନୟନା ଏହା ଦେଖି ପୁରା ଛାନିଆ ହେଇଯାଇଛନ୍ତି ଆଉ ଭାନୁବାବୁ ବି ଛାନିଆ ହେଇଛନ୍ତି। ଆଉ ସେଇଥିରେ ବୁଲବୁଲ କହୁଛନ୍ତି ହଁ 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 ମୁଁ ହିଁ କରିଛି ସବୁ, ମୁଁ ସବୁ କରିଛି। ତାପରେ ଭାନୁବାବୁ ଏହା ଶୁଣି ପୁରା ଛାନିଆ ହେଇଯାଇଛନ୍ତି। ଆଉ ବୁଲବୁଲ ଦେଇ ପୁଣି କହୁଛନ୍ତି ସୁନୟନାକୁ ମୁଁ ହିଁ ଗାୟବ କରିଥିଲି ଆଉ ସୁଗନ୍ଧାକୁ ମୁଁ ହିଁ ଫେରେଇକି ଆଣିଥିଲି। ଆଉ ଏଇ କାଣ୍ଡ ପାଇଁ କି ତୁ ଯଦି ମୋତେ ଫାଶୀରେ ଟଙ୍ଗେ ତୁ ମୋର ତିଳେ ମାତ୍ର ଦୁଃଖ ନାହିଁ। ଯାହା ବି କରିଛି ନା ମୋର ପ୍ରିୟ ନାତି ବବଲୁକୁ ଏ ଘରକୁ ଫେରେଇବାକୁ ଆଣିଛି ଆଉ ଯାହା ବି କରି ସେଥିପାଇଁ ମୋର ତିଳେ ମାତ୍ରେ ଦୁଃଖ ନାହିଁ। ଆଉ ଏହା ଶୁଣି ସୁନୟନା ଆଉ ପରିବାର ଲୋକ ତାଜୁବ ହେଇଯାଉଛନ୍ତି। ପୁଣି ବୁଲବୁଲ ଦେବୀ କହୁଛନ୍ତି ସୁଗନ୍ଧା ଏବଂ ବବଲୁକୁ ମୋ ଜୀବନରେ ପାଇଁ ମୁଁ ବହୁତ ଖୁସି ଅଛି। ଆଉ ସୁନୟନା ଯେଉଁଠାରୁ ଦେଖିଲେଣି ତା ମୁହଁ ଚାହିଁଲେଣି ମୋ ଦେହରେ ରକ୍ତର ଆନ୍ଧି ଚଲୁଛି, ମୁଁ କେବେ ହେଲେ ତାକୁ ଗ୍ରହଣ କରିପାରିବିନି। ଏହା ଶୁଣି ବିବେକ କହୁଛନ୍ତି ଯେଉଁ ନାତି ପ୍ରେମରେ ତମେ ଅନ୍ଧ ହୋଇ ଆମ ତିନିଟା ଜୀବନକୁ ନଷ୍ଟ କରିଦେବାକୁ ବସିଥିଲ ତା ବିଷୟରେ ତମେ କ'ଣ ଜାଣିଛ କ'ଣ ଜାଣିଛ? ଆଉ ତମେ ତ ସୁନୟନାଙ୍କର ଅସ୍ତିତ୍ୱ ହିଁ ତମେ ସବୁଦିନ ପାଇଁକି ହଜେଇ ଦେବାକୁ ଚେଷ୍ଟା କରିଥିଲ। ତମେ ଜାଣିଛ ବବଲୁ ବିଷୟରେ, ବବଲୁ କିଏ ସେ କେଉଁଠୁ ଆସିଥିଲା? ତାପରେ ସୁନୟନା କହୁଛନ୍ତି କି ଶାନ୍ତ ହେଇଯାଉ ବିବେକ ବାବୁ ପଛ କଥା ପୁରାପୁରି ଭୁଲିଯିବା ଆଉ ମୋ ପାଇଁ ଯାହା ବି କରିଛନ୍ତି ମମ୍ମି ସେଥିପାଇଁ ତମେ ପୁରା ଭୁଲିଯାଅ ତାଙ୍କୁ କ୍ଷମା କରିଦିଅ ମଙ୍ଗଳ ହବ ପୁରା। ଚୁପ୍ କର ସୁନୟନା, ବହୁତ ବଡ଼ କ୍ଷମା ଦବାକାରୀ ଆସିକି ପହଞ୍ଚିଲା ମୋ ଆଗରେ ଏତେ ବଡ଼ ବଡ଼ କଥା କ'ଣ କହୁଛୁ? ତୁ ଯେଉଁଦିନଠାରୁ ଏଇ ଘରକୁ ଆସିଲୁ ନା ସେଇଦିନଠୁ ଏଇ ଘରେ ଅଶାନ୍ତି ଲାଗି ରହିଛି। ଆଉ କ୍ଷମା ତ ଦୂରର କଥା ମୁଁ ତ ମୁହଁ ବି ଦେଖିବାକୁ କଦାପି ହେଲେ ଚାହିଁବିନି। ଏହା ଶୁଣି ବିବେକ କହୁଛନ୍ତି ଅଶାନ୍ତର କାରଣ ସୁନୟନା ନୁହେଁ ମମ୍ମି ତମେ ତମ ପୁଅର କାତିଲକୁ ଆଣିଛ ହରି ବେଲ୍ରେ। ତାପରେ ବୁଲବୁଲ ଦେବୀ କହୁଛନ୍ତି ଜାଣିପାରିଲୁନି ବିବେକ କେତେବେଳେ ତୋ ମାଆର ପଣତ କାନିକୁ ଛାଡ଼ିକି ତୋ ସ୍ତ୍ରୀର କାନିକି ଧରି ସାରିଲୁଣି। ଏବେ ତ ଆଖି ଖୋଲ ବିବେକ, ଏବେଠାରୁ ଏଇ ଝିଅ ଆମ ଘରକୁ ଆସିଛି ସେବେଠାରୁ ମୁଁ ତୋ ପାଇଁ ପର ହେଇଯାଇଛି। ମୁଁ କେତେ କଥା ଶୁଣିଛି ଏ ଝିଅ ପାଇଁ, ତୁ ଜାଣିଛୁ ବିବେକ ଏ ଝିଅ ହିଁ ତତେ ଆମଠାରୁ ଦୂରେଇ ଦେଇଛି।
ये की गुणी गारेणी करके तोते आमठू दूरे देछि बसीभूत कर देछि 5 वर्ष पर भी तू ताको भूली पारनु भल होता जो दिन छात पड़ जाता से दिन से छात तले से चापी होगी सबुदिन मरी जाता आउ तार अस्तित्व सबुदिन कि हर बसी था यह शुणी विवेक पूरा ताजुब कहते मम्मी बेसी पार्टी कर सुनैना ए कथा शुणिकी आउ अनै पारना आउ मुंड भितर जाए इलेक्ट्रिक शॉक देला भाया शॉक दौची आउ सांगे सांगे से ऊपर तल किसी न भाविकी से ही तले पड़ जाऊँगी आउ ए समय विवेक कहते सुनैना आखि खोल तापर घर को जिते यू जिन हूँ जानुंट तापर विवेक पूरा छानिया है घर भितर को लेकिन शुआउंट आ घर भितर को लेकिन शुआला पाखे पानी मगटा आणिकी देहरे छेचिला सुनैना मने मने कहते आप एमती कहीं कले मुझे कौन भूल करी तमें मत कहीं मुझे तो छात भितर थिला समय भी बंची थी तमें कौन पे मत से लोक हाथ में छाड़देल मारियापी कि विवेक बाबू मन पकाउंट से पुराणा दिन से कथा आउ सब कथा जो से ड्रेन में भासी जावा कथा फायर फाइटर कहते समस्ते भाई से मरी जाती कि सुनैना आज सब सत कथा कही आपर चौधरी बाबू तुम बुझीपार ना मुझे ठीक कहूँ बोली कारण विवेक तो सुनैना प्रेम अंध हो सबकि भूली जाइए आ सुनैना कि मुझे केमी बबलू को आड़ी दी था मत कर नाला कि सुनैना को मारिया चेष्टा करी बड़ भूल करदे मत क्षमा कर दियो चौधरी बाबू मत क्षमा कर दियो तापर विवेक बाबू सेपट ऊपर राखिकी नहीं क्षमा कर दियो कौनटा क्षमा कर दियो कौन का क्षमा कर दियो पाखक आसिकी विवेक पूरा पचारुंट मिछ कथा बंद कर मम्मी कहवा कारण मार ममता केते मिछर निकित एत तलुआ हो गला मु निजे भी जानी पार्लिनी तापर बुलबुल देवी पूरा शुणिकी छानी आसपर विवेक पुणी कहते तमें केमिति तुम निज पुअर खुशी तंटी चिपी देल मत एबे भी तो डाउट हो कि तमें मत रास्ता कड़ू उठेकी आणिकी पुओ कर जन्म कदापि हेले करन आघात तो दिन करे ठीक है तमें देता मनर आघात चिरदिन सब मन भितर थी मम्मी क्षमा करिया कथा कहूच ना कौनटा क्षमा करी तमें जहा कि गुड़िया प्रति करच जहा सुनैना प्रति करच ना जहाँ भी अन्य मान प्रति करच कौटा कौटा क्षमा करी जहाँ तो थिला ठीक थिला किंतु तमें शेष 5 वर्ष पूर्व तो ये जो सुगंधा आस ना ना बबलू आस ना तो सेते सुनैना प्रति जो अत्याचार कर जो छात उपर से चिपी तले पड़ा ताको लोक आगे दे देच मारियापी कि तमें जड़े मनीष नुह तमें जन हूँ राक्षासुणी तुमको कौ भाया क्षमा कर तुमर गोटे दंड हूँ जेल दंड आउ कि नहीं बेक तू तो कदापि सुनैना को पसंद कर नथलु आ सी भी आम घर स्टाटस कि ठीक नुह गोटे गाँवली अनपढ़ मूर्ख झील सी ताकू केमिति तू आक्सेप्ट करू एबे भी समय अच्छी विवेक बुझी जा आउ जमी नेड़ुगुड़ कहणे कि न बोचे तुरंत परित्याग करदे से सुनैना कौन लागू सांग माने आपण कौन लागू सांग माने जमी आज बुलबुल देवी छोट पिला पाठ पढ़ाला भाया विवेक बाबू मनरे सुनैना प्रति विष भर्ती करते कौन विवेक बाबू शेष बुलबुल देवी कथार पढ़ी सुनैना को परित्याग करेंगे ना सुनैना कि डिफेंड करेंगे आ बुलबुल देवी की उचित शास्ति देवे कौन हूँ प्रकृति वास्तविक जिनस कमेंट करके जनातु। ये वीडियोटी भल लगे गोटे लाइक देवे चैनल को सब्सक्राइब करेंगे।